शान्ताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिर्विध्यानगम्यं वन्दे विष्णुं भवभयहरं सर्वलोकैकनाथं यं ब्रह्मा वरुणेन्द्ररुद्रमरुतः स्तुवन्ति दिव्यैस्तवैः वेदैः साङ्गपदक्रमोपनिषदैर्गायन्ति जं सामगाः ध्यानावस्थिततद्गतेन मनसा पश्यन्ति यं योगिनः यस्यन्तन्विदुः देवाय तस्मै नमः। नमस्ते दिव्यात्मन। आमे पुणी आज एक नूतन विषय आलोकपात करवा। तो आज जो विषय वस्तुटी रही से विषय वस्तुटी अष्टांग योग क्रम आसन जम नियम सरी। आज आसन विषय आलोचना करवा। तेणु ये जो आसन आसन आवश्यकता कौन रहा जे आम जदि शरीरटी स्थिर न हो मनटी स्थिर हेनी। आमर जो योगर लक्ष्य रोचे ये अस्थिर मन आत्मज्ञान को धरी रखी पारुना। मन जदि स्थिर नहीं ताहले आमे आत्मज्ञान विषय आमर ज्ञान हो पार ना। तेणु मन को आमको स्थिर करने पड़ो। ये मन को स्थिर करने आमर आसन स्थिर, चक्षु स्थिर, श्वास स्थिर, ये तीनोटी जिनिस जदि स्थिर हम ताहले मन स्थिर हो। ताहले आसन स्थिर विषय आज आलोचना करवा। जो श्वास स्थिर विषय प्राणायाम रे से सब आलोचना करा किभली भाव में प्राणायाम को करने द्वारा आमर मन स्थिर हुए। तेणु से प्राण कौन से विषय प्राणायाम विषय आम आलोचना करवा। आज हूँ आसन विषय। तेणु अनेक गुड़े आसन योग मार्ग में कराए। सिद्धासन, पद्मासन, यही भाव में अनेक गुड़े आसन कराए। किंतु से जेते आसन आमे करू से आसन सिद्धि है बेले केमी जाना जे कौन से एक निर्दिष्ट आसन रे आमको 3 घंटा जदि बसिबा ताहले आमर आसन सिद्धि है बेले जाना। साधारण देखा जाए मन जेते अस्थिर हेते आमे गोटे स्थिर आसन बस पारा नहीं। कौटी कुंडे है तो कौटी माने हाथ ये है चंचलता मनरु चंचल मन हेले शरीर भी चंचल हम। तेणु शरीर स्थिर हेले मन स्थिर हम। यही तत्व को नहीं आसन परिकल्पना ये कराई। तेणु आसन को साधारण जदि आम पद्मासन बसुचे ताहा अति सुखकर आसन। पद्मासन दुईटी गोड़ आमर रही भाव ना बामर जो गोड़टी ता डाहाण जंघ उपर एवं डाहाणर जो गोड़टी ता बाम जंघ उपर एवं सीधा होइकरी काय ग्रीवा शिर तीनटा। तेणु शिर स्थिर थी, काय स्थिर, ग्रीवा भी मध्य स्थिर थिबा दरकार। जाफल आसन यही आसन बसी 3 घंटा जदि आम बसीपर ताहले आसन सिद्धि है बोली आम जाना। तेणु आसन स्थिर न रही मन भी स्थिर हम ना। एक कथा आम जानूचे। तो
ଗୀତାରେ ଆମର ଆସନ ବିଷୟରେ ମଧ୍ୟ କୁହାଯାଇଛି କେଉଁଭଳି ଆସନ ବସିବ ବିଷ୍ଣୁ କାହା ଉପରେ ତୁମେ କେଉଁ ଆସନରେ ବସିବ କେଉଁ ଆସନ ପଡ଼ିଥିବ ସେ ବିଷୟରେ ମଧ୍ୟ ଗୀତାରେ କୁହାଯାଇଛି। ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ ନାତ୍ୟୁଚ୍ଛିତଂ ନାତି ନିଚଂ ଚୈଳାଜିନ କୁଶୋତ୍ତରମ୍। ତେଣୁ ପବିତ୍ର ସ୍ଥାନରେ ସେ କହିଲେ ଶୁଚୌ ଦେଶେ ପବିତ୍ର ସ୍ଥାନରେ, ତେଣୁ ଯେଉଁଠି ବସିବା ସେ ସ୍ଥାନଟିକୁ ପବିତ୍ର କରିବା, ତାକୁ ଟିକେ ଗୋବର ଫୋବର ହେଉ ଯେଉଁଥିରେ ହେଉ ଟିକେ ପରିଷ୍କାର କରିକିରି ବସିବା ସେ ଜାଗାରେ। ତେଣୁ ପବିତ୍ର ସ୍ଥାନରେ ବସିବା। କୁଶାସନ ବା ମୃଗ ଚର୍ମରେ ବସିବାକୁ ପଡ଼ିବ ଓ ବସ୍ତ୍ର ବିଛା ହୋଇଥିବା ଅତି ଉଚ୍ଚ ହୋଇନଥିବା, ବସ୍ତ୍ର ବିଛା ହୋଇଥିବ ଅତି ଉଚ୍ଚ ହୋଇନଥିବ, ଅତି ନିଚ ମଧ୍ୟ ହୋଇନଥିବ, ନିଜ ଆସନକୁ ସ୍ଥିର ଭାବରେ ରଖିକିରି ଆମେ ଏଭଳି ଭାବରେ ବସିବା। ତେଣୁ ଗୀତା କହୁଛନ୍ତି ଯେ ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ ନାତ୍ୟୁଚ୍ଛିତଂ ନାତି ନିଚଂ ଚୈଳାଜିନ କୁଶୋତ୍ତରମ୍। ତେଣୁ ଦ୍ୱିତୀୟ ଶ୍ଲୋକରେ ସେ କହୁଛନ୍ତି ତତୈକାଗ୍ରଂ ମନଃ କୃତ୍ୱା। ତେଣୁ ମନକୁ ଏକାଗ୍ର କରି ରଖିକିରି ଯତ ଚିତେନ୍ଦ୍ରିୟ, ତେଣୁ ଇନ୍ଦ୍ରିୟକୁ ତୁମେ କଣ୍ଟ୍ରୋଲ କରି ରଖିବ, ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବ। ଉପବିଶ୍ୱାସନେ ଯୁଞ୍ଜତ ଯୋଗ ଆତ୍ମବିଶୁଦ୍ଧାୟ। ତେଣୁ ଚିତ୍ତ ଓ ଇନ୍ଦ୍ରିୟ ଗଣକ୍ୟକୁ ଆୟତ୍ତରେ ରଖି ମନକୁ ଏକାଗ୍ର କରି ଅନ୍ତଃକରଣ ଶୁଦ୍ଧି ନିମନ୍ତେ ଯୋଗାଭ୍ୟାସ କରିବା ଉଚିତ। ତେଣୁ ମନକୁ ପୁରା ନିଜ ଆୟତ୍ତରେ ରଖିବାକୁ ପଡ଼ିବ, ଇନ୍ଦ୍ରିୟ ଗଣକୁ ଆୟତ୍ତରେ, ଏବଂ ଚିତ୍ତକୁ ଶୁଦ୍ଧି ନିମନ୍ତେ ଆମକୁ ଏ ଆସନରେ ବସିକିରି ଯୋଗ କରିବା ପାଇଁ ପଡ଼ିବ। ଆଉ ପୁଣି କ'ଣ କହୁଛନ୍ତି ନା ସମଂ କାୟଗ୍ରୀବଂ ଧାରୟନ୍ ଚଳଂ ସ୍ଥିରଃ ସଂପ୍ରେକ୍ଷ୍ୟ ନାସିକାଂ ସ୍ୱଂ ଦିଶଶ୍ଚ ଅବଲୋକୟନ୍। ତ ଏଠି ସେ କହୁଛନ୍ତି କାୟା ଶିର ଓ ଗ୍ରୀବାକୁ ଅଚଳ ଭାବରେ ସିଧା ରଖି ଟିକେ ହେଲେ ହଲୁଛନ୍ତି ଅଚଳ, ତଥା କୌଣସି ଦିଗକୁ ଦୃଷ୍ଟି ନ ଦେଇ ନିଜର ନାସିକାର ଅଗ୍ରଭାଗକୁ ଆମେ ଦୃଷ୍ଟି ଦେବା, ହେଲେ କ'ଣ ହେବ ନା ମନ ସ୍ଥିର ହୋଇଯିବ, ଶରୀର ବି ସ୍ଥିର ହୋଇଗଲା, ମନ ବି ସ୍ଥିର ହୋଇଯିବ। ତେଣୁ ଏଇଭଳି ଭାବରେ ଆମକୁ ଆସନରେ ବସିବା ପାଇଁ ଗୀତା ଆମକୁ ତାଙ୍କର ବାଣୀ ଦ୍ୱାରା ଆମକୁ ପ୍ରେରିତ କରୁଛନ୍ତି। ତେଣୁ ଆସନକୁ ଆମେ ଠିକ୍ ଭାବରେ ଯଦି ନ କରିବା ତାହେଲେ ଆମ ମନ କେବେ ବି ସ୍ଥିର ହେବନି। ତେଣୁ ମନ ସ୍ଥିର ପାଇଁ ଆସନର ଆବଶ୍ୟକତା ରହିଛି। ସ୍ଥିର ଆସନରେ ବସିକିରି ମନ ଉପରେ ଲକ୍ଷ୍ୟ ରଖି ଆଉ ଚୈଳାଜିନ କୁଶୋତ୍ତରମ୍, ତେଣୁ କୁଶ ହେଉ କିମ୍ବା ମୃଗଛାଲ ହେଉ ସେଥିରେ ଉପରେ ବସିବା। ଏଠି କ'ଣ ହେବ ନା ଏସବୁ ଇନ୍ସୁଲେଟର ଭଳି କାମ କରିବ। ତ ଆମ ଶରୀରରୁ ଯେଉଁ ଶକ୍ତିଟି ଆଉ ଚାଲିଯିବ ନାହିଁ। ତେଣୁ ପୃଥିବୀ ଆଉ ଆମର ଯେଉଁ ଶରୀର ଭିତରେ ଗୋଟେ ଇଏ ଇନ୍ସୁଲେଟର ଭଳି କାମ କରିବ। ତେଣୁ ଏଇଭଳି ଆସନରେ ବସି ଆମେ ଯୋଗ ଅଭ୍ୟାସ କରିବା ବୋଲି ଏଠି କୁହାଯାଇଛି। ତେଣୁ ଆଜି ଆମେ ଆସନ ବିଷୟରେ ଜାଣିଲେ। ଆର ଯେଉଁ ପରବର୍ତ୍ତୀ ଭିଡ଼ିଓରେ ଆମେ ପ୍ରାଣାୟାମ ବିଷୟରେ ଆଲୋଚନା କରିବା। ତେଣୁ ଏ ବିଷୟଟିକୁ ଏଇଠି ରଖିବା। ଆଶା କରୁଛୁ ଆପଣମାନେ ସମସ୍ତେ ଭଲରେ ଥିବେ, ପିଲାମାନେ ଭଲରେ ଥିବେ, ସମସ୍ତଙ୍କ ଶରୀର ଭଲ ଥିବ। ଏଇ ସମସ୍ତଙ୍କର ଆରୋଗ୍ୟ କାମନା କରି ଆମେ ଏଇ ଭିଡ଼ିଓଟିକୁ ଏଇଠି ରଖୁ। ନମସ୍କାର।